ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଭିଡ଼ିଓରେ କ'ଣ କଲେ କେଉଁ ଜନ୍ମ ମିଳିଥାଏ ସେ ସମ୍ବନ୍ଧରେ ଜାଣିବା। ତେଣୁ କର୍ମ ଅନୁସାରେ ଫଳ ନିଶ୍ଚିନ୍ତ ଫଳିବ। ଆମେ ଏ ଜନ୍ମରେ ମଣିଷ ହେଇଛେ, ପୂର୍ବ ଜନ୍ମରେ କ'ଣ ଥିଲେ, ପରବର୍ତ୍ତୀ ଜନ୍ମରେ କ'ଣ ହବା, ପୂର୍ବ ଜନ୍ମରେ ଯାହା ଥାଉ ନା କାହିଁକି ଆସନ୍ତା ଜନ୍ମରେ ଆମର କେଉଁ ଜନ୍ମ ଆମେ ପାଇବା, ସେହି ଅନୁସାରେ ଆମେ କାର୍ଯ୍ୟ କଲେ କେମିତି ଭଲ ଜନ୍ମଟେ ପାଇବା। ସମସ୍ତେ ତ ଭଲକୁ ଚାହାନ୍ତି। ତେଣୁ ଏ ଭିଡ଼ିଓରେ ଜାଣିବା ଯେ ଆମେ ଏଇ କର୍ମ କଲେ ଏଇ ଜନ୍ମ ମିଳୁଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। 1 ନମ୍ବରରେ ଅଛି, ଯେଉଁମାନେ ଅତ୍ୟନ୍ତ ଲୋଭୀ ହୁଅନ୍ତି ସେମାନେ ପରଜନ୍ମରେ ଛେଳି ହୋଇ ଜନ୍ମ ହୁଅନ୍ତି। ଏହା ଶାସ୍ତ୍ରରେ ଲେଖାଯାଇଛି। ଏ ବହିର 44 ପୃଷ୍ଠାରେ ଲିପିବଦ୍ଧ କରାଯାଇଛି। ମନରୁ କିଛି ଦିଆଯାଇ ନାହିଁ, ବହିରୁ ଦେଖିକିରି ଦିଆଯାଇଛି। ଅତ୍ୟନ୍ତ ଲୋଭୀ ହେଲେ ଛେଳି ଜନ୍ମ ହୁଏ। ଅତ୍ୟନ୍ତ ଲୋଭ କରିବେ, ଯେତେ ରୋଜଗାର ହେଲେ ବି ଆହୁରି ରୋଜଗାର କରିବା ପାଇଁ ଚାହିଁବେ, ଭଲ ମନ୍ଦ ଖାଇବା ପାଇଁ ଚାହିଁବେନି। ତେଣୁ କାହାକୁ କିଛି ଦେବା ପାଇଁ ମଧ୍ୟ ଚାହାନ୍ତି ନାହିଁ, ଲୋଭ କରନ୍ତି। ସେମାନେ ପରଜନ୍ମରେ ଛେଳି ହୋଇ ଜନ୍ମ ହୁଅନ୍ତି। 2 ନମ୍ବର, ଯେଉଁମାନେ ପିତାମାତା ଗୁରୁ ଗୁରୁଜନଙ୍କୁ କୁଭାଷା କୁହନ୍ତି, ଯେଉଁଟାକି ଏମାନଙ୍କୁ କହିବା କଥା ନୁହଁ, ପିତାମାତା ଗୁରୁ ଗୁରୁଜନଙ୍କୁ କହିବା କଥା ନୁହଁ, ସେଭଳି ଭାଷା ଯେଉଁମାନେ ପ୍ରୟୋଗ କରନ୍ତି ସେମାନେ ପରଜନ୍ମରେ ମୂକ ହୋଇ ଜନ୍ମ ହୁଅନ୍ତି। ମୂକ, ସେମାନେ କହିପାରନ୍ତି ନାହିଁ। 3 ନମ୍ବର, ଯେଉଁମାନେ ଅଖାଦ୍ୟକୁ ଭୋଜନ କରନ୍ତି ସେମାନେ ପରଜନ୍ମରେ ଘୁଷୁରୀ ହୋଇ ଜନ୍ମ ହୁଅନ୍ତି। ଅଖାଦ୍ୟ ଯେଉଁଟା ଖାଇବା କଥା ନୁହଁ, ଧର ଖାଦ୍ୟରେ ମାଛି ବସିଥିବ, ପୋକ ପଡ଼ିଥିବ, ଚୁଟି ବାହାରୁଥିବ, ସେଭଳିଆ ଖାଦ୍ୟ ଯିଏ ଖାଆନ୍ତି ସେମାନେ ପରଜନ୍ମରେ ଘୁଷୁରୀ ହୋଇ ଜନ୍ମ ହୁଅନ୍ତି। 4 ନମ୍ବର, ଯେଉଁମାନେ ପର ନାରୀ ପର ଧନ ହରଣ କରନ୍ତି ସେମାନେ କଙ୍କଡ଼ା ହୋଇ ଜନ୍ମ ହୁଅନ୍ତି। ଏ କଥା କିନ୍ତୁ ସମସ୍ତେ ଜାଣନ୍ତି ନାହିଁ। 5 ନମ୍ବର, ଯିଏ ବିନା କାରଣରେ ସବୁବେଳେ ରାଉ ରାଉ ହୁଏ, ଆଡ଼ବାୟା ପରି ହୁଏ, ସିଏ ପରଜନ୍ମରେ କାଉ ଜନ୍ମ ଲାଭ କରିଥାଏ। ବିନା କାରଣରେ ଯିଏ ରାଉ ରାଉ ହୁଏ, ସବୁବେଳେ ପାଟି କରୁଥାଏ, କଳିକଜିଆ କରିବା ପାଇଁ ଆଗଭର ହେଉଥାଏ, ସେମାନେ ପରଜନ୍ମରେ କାଉ ଜନ୍ମ ହୋଇଥାନ୍ତି। 6 ନମ୍ବର, ଯେଉଁମାନେ ସର୍ବଦା କଳି କରିବାକୁ ଭଲ ପାଆନ୍ତି ସେମାନେ ପରଜନ୍ମରେ ବିରାଡ଼ି ହୋଇ ଜନ୍ମ ହୁଅନ୍ତି। 7 ନମ୍ବର, ଯେଉଁମାନେ ସନ୍ନ୍ୟାସୀ ଗ୍ରହଣ କରିବା ପରେ ପୁନଶ୍ଚ ସ୍ତ୍ରୀ ସଙ୍ଗ କରନ୍ତି ସେମାନେ ବିଷ୍ଠାରେ କୃମି ହୋଇ ଜନ୍ମ ହୁଅନ୍ତି। ବିଷ୍ଠା ହେଲା ଝାଡ଼ା, ଝାଡ଼ାରେ ଯେଉଁ କୃମି ପଡ଼େ, ଛୋଟ ଛୋଟ କୃମି ପଡ଼େ, ସେଇଭଳିଆ କୃମି ଜନ୍ମ ପାଇଥାନ୍ତି। 8 ନମ୍ବର, ଯେଉଁମାନେ ସ୍ୱଜାତିକୁ ଦେଖି ସହିପାରନ୍ତି ନାହିଁ, ପରସ୍ପର ମଧ୍ୟରେ ହିଂସା ମନୋଭାବ ରଖନ୍ତି ସେମାନେ ମୃତ୍ୟୁ ପରେ ଗୋରୁ ହୋଇ ଜନ୍ମ ହୁଅନ୍ତି। 9 ନମ୍ବର, ଯେଉଁମାନେ ବିନା ଦୋଷରେ ଅନ୍ୟକୁ ଦଣ୍ଡ ଦିଅନ୍ତି କିମ୍ବା ସର୍ବଦା ଫଁ ଫଁ ହୁଅନ୍ତି ସେମାନେ ପରଜନ୍ମରେ ସର୍ପ ହୋଇ ଜନ୍ମଗ୍ରହଣ କରନ୍ତି। 10 ନମ୍ବର, ଯେଉଁମାନେ ଅତି ଜିଦ୍ ଖୋର ଓ ସବୁବେଳେ ମାଲି ମକଦ୍ଦମା କରିବାକୁ ଭଲ ପାଆନ୍ତି ସେମାନେ ମୃତ୍ୟୁ ପରେ ମେଣ୍ଢା ହୋଇ ଜନ୍ମ ଲାଭ କରନ୍ତି। 11 ନମ୍ବର, ଯେଉଁମାନେ ସବୁବେଳେ କଳହରତ ହୁଅନ୍ତି, କଳି କରିବା ପାଇଁ ଭଲ ପାଆନ୍ତି, ମୁଁ ଏତେ ତାକୁ କହିପାରୁଛି, ମୁଁ କଳି କରିପାରୁଛି, ତାକୁ କଥାରେ ମୁଁ ପରାସ୍ତ କଲି,
ଏଭଳି ମନୋଭାବ ଯେଉଁମାନଙ୍କର ଆଉ ହିଂସା ଆଚରଣ ପ୍ରଦର୍ଶନ କରନ୍ତି ସେମାନେ କୁକୁର ହୋଇ ଜନ୍ମ ହୁଅନ୍ତି ବା ସେମାନେ କୁକୁର ହୋଇ ଜନ୍ମ ଲାଭ କରନ୍ତି। 12 ନମ୍ବର, ଯେଉଁମାନେ ପର ନାରୀ, ଅନୁଢା କନ୍ୟା, ଅବିବାହିତ କନ୍ୟା, ପର ଝିଅ ଓ ବୋହୂକୁ ସଙ୍ଗମ କରନ୍ତି ସେମାନେ ପରଜନ୍ମରେ ନୀଚ ଯୋନିରେ ଜନ୍ମଗ୍ରହଣ କରନ୍ତି ଏବଂ ସେମାନେ 7 ଜନ୍ମ ଯାଏ ନର୍କ ଭୋଗ କରନ୍ତି। ତେଣୁ ଏହି ତଥ୍ୟ ଅନୁସାରେ ଆମେ ସତର୍କ ହେବା ଏବଂ ଏଭଳି କାର୍ଯ୍ୟ ଯେଉଁମାନେ କରୁଛନ୍ତି ସେଥିରୁ ନିବୃତ୍ତ ରହିବା ପାଇଁ ମଧ୍ୟ ଆମେ ସତଚେଷ୍ଟା କରିବା। ତେଣୁ ଭିଡ଼ିଓଟିକି ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।